ରାଧେ ରାଧେ। ଅର୍ଜୁନ କେବେ ହେଲେ ମଧ୍ୟ ଯୁଦ୍ଧର ସପକ୍ଷରେ ନଥିଲେ। ସେ କହୁଥିଲେ କି ଯୁଦ୍ଧ କରିବା ଦ୍ୱାରା ସେ ବିଭିନ୍ନ ପାପର ଭାଗୀଦାରୀ ହେବେ। ତେଣୁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଅଧ୍ୟାୟ 11 ଶ୍ଲୋକ 32ରେ କହିଛନ୍ତି, କାଳସ୍ମି ଲୋକକ୍ଷୟକୃତ୍ ପ୍ରବୃତ୍ତ ଲୋକାନ୍ ସମାହର୍ତ୍ତୁମିହ ପ୍ରବୃତ୍ତଃ ରତିପି ତ୍ୱାଂ ନ ଭବିଷ୍ୟନ୍ତି ସର୍ବେ ଯୋବସ୍ଥିତା ପ୍ରତ୍ୟେନିକେଷୁ ୟୋଧାଃ। ଏଠାରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ସେ ହେଉଛନ୍ତି କାଳ। ଯଦିଓ ଅର୍ଜୁନ ଯୁଦ୍ଧ କରିବା ବନ୍ଦ କରିଦେବେ, କିନ୍ତୁ ଅନ୍ୟ ଉପାୟରେ ତାଙ୍କ ଶତ୍ରୁମାନେ ବିନଷ୍ଟ ହେବେ। କାରଣ ଏହା ହେଉଛି ଭଗବାନଙ୍କର ଇଚ୍ଛା। ଯୁଦ୍ଧ ନ କଲେ ବି ସେମାନଙ୍କର ମୃତ୍ୟୁକୁ କେହି ରୋକିପାରିବେ ନାହିଁ। ବାସ୍ତବରେ ସେମାନେ ମରିସାରିଛନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି କେବଳ ତୁମ୍ଭେମାନେ ଅର୍ଥାତ୍ ପାଣ୍ଡବମାନଙ୍କ ବ୍ୟତୀତ ଉଭୟ ପକ୍ଷର ଯୋଦ୍ଧା ସମସ୍ତ ବିନଷ୍ଟ ହେବେ। ଧନ୍ୟବାଦ। ହରେ କୃଷ୍ଣ।